ଯେତେବେଳେ କେହି ପ୍ରେମରେ ଅନ୍ଧ ହୋଇଯାଏ ସେତେବେଳେ ଏ ସଂସାରର ସମସ୍ତ ରୀତି ନୀତି ନିୟମକୁ ସେ ଭୁଲିଯାଏ। ତାର ପ୍ରେମକୁ ପାଇବା ପାଇଁ ସେ ପାଗଳ ଭଳି ହୋଇଯାଏ। ଆଉ ଯେତେବେଳେ କେହି ପ୍ରେମରେ ସଫଳ ହୁଏ ନାହିଁ, କେହି କେହି ଏମିତି ଭଳି ପରିସ୍ଥିତିକୁ ଚାଲିଯାଆନ୍ତି ସେମାନେ କି ସେମାନେ ଏଭଳି ଭାବରେ ଅନ୍ଧ ହୋଇଯାଇ ଏମିତି କିଛି ଘଟଣା କରିବସନ୍ତି ଯାହାକି ଚର୍ଚ୍ଚାର ବିଷୟ ପାଲଟିଯାଏ, ଯାହା ପରେ ତାକୁ ଭୋଗିବାକୁ ହିଁ ପଡ଼େ। ସେଇଭଳି କିଛି ଘଟଣା ଘଟିଥିଲା ଯାହାକି ସେ ନିଜେ ପ୍ରେମରେ ସଫଳ ଯେତେବେଳେ ନ ହୋଇପାରିଛନ୍ତି, ପ୍ରେମିକ ଯେତେବେଳେ ତାଙ୍କ କଥାକୁ ରାଜି ନ ହୋଇଛି, ପ୍ରେମିକା କଥାରେ ଯେତେବେଳେ ପ୍ରେମିକ ଜଣକ ରାଜି ନ ହୋଇଛି, ସେତେବେଳେ ସେ କ'ଣ କରିଛି ନା ରଚିଥିଲା ହତ୍ୟାର ଷଡ଼ଯନ୍ତ୍ର। ଆଉ ଏଭଳି ଭାବରେ ଯୋଜନା କରି ତାର ହତ୍ୟା କରିଥିଲେ। ଆଉ ଶେଷରେ ଇଏ ହତ୍ୟାର ଯୋଜନା ଯିଏ ଶୁଣିଥିଲା ସିଏ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣାବଳୀ ବିଷୟରେ। ଏହା କେଉଁ ଜାଗାରେ ଆଉ କିଭଳି ଭାବରେ ହତ୍ୟା ଘଟଣାଟି ଘଟିଯାଇଥିଲା। ଯେଉଁମାନେ ପ୍ରଥମ କରି ଚ୍ୟାନେଲକୁ ଆସିଛନ୍ତି ସେମାନଙ୍କୁ ଗୋଟେ ଅନୁରୋଧ କରିବି, ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିନେବେ, କାରଣ ଆପଣଙ୍କ ଗୋଟେ ସବସ୍କ୍ରାଇବ୍ ହିଁ ମୋତେ ଆହୁରି ଉତ୍ସାହ ଦେବ ନୂଆ ନୂଆ ଭିଡ଼ିଓ ଆଣିବା ପାଇଁ। ନମସ୍କାର, ମୁଁ ଭଗବାନ ସାହୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଯେଉଁ ସତ ଘଟଣାଟି ଆପଣମାନଙ୍କୁ ମୁଁ ଉପସ୍ଥାପନ କରିବାକୁ ଯାଉଛି ରିଏଲ ଷ୍ଟୋରି ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ, এই ଘଟଣାଟି ହେଉଛି ପଞ୍ଜାବ ପ୍ରଦେଶର ଭଟିଣ୍ଡା ବୋଲି ଗୋଟେ ଜିଲ୍ଲା ଅଛି। ଆଉ ଭଟିଣ୍ଡାର ଭିସିଆନା ବୋଲି ଗୋଟେ ଜାଗା, ଯେଉଁଠିକି ସେଇ ଏୟାରପୋର୍ଟରେ ଜଣେ ଚାକିରି କରିଥାନ୍ତି, ଏୟାରଫୋର୍ସରେ ସର୍ଭିସ କରିଥାନ୍ତି। ତାଙ୍କ ନାଁ ହେଉଛି ବିପିନ ଶୁକ୍ଲା। ବିପିନ ଶୁକ୍ଲା 8 ଫେବୃଆରୀ 2017ର ଘଟଣା। 8 ଫେବୃଆରୀ 2017ରେ ସେ ଡ୍ୟୁଟି ସାରି ଘରକୁ ଆସନ୍ତି। ଆଉ ଆସିଲା ପରେ ତାଙ୍କ ସ୍ତ୍ରୀକୁ କୁହନ୍ତି କି ମୁଁ ଏଇ ଜଷ୍ଟ ଟିକେ ଯାଉଛି ଆଉ ଆସୁଛି। ତାଙ୍କ ସ୍ତ୍ରୀ ପଚାରନ୍ତି କୋଉଠିକି ଯିବ? ସେ କୁହନ୍ତି ମୁଁ ଏଇ ଜଷ୍ଟ ମନ୍ଦିରକୁ ଯାଉଛି ଆଉ ମନ୍ଦିରରୁ ଜଷ୍ଟ ଆସୁଛି। ତେଣୁ ତାଙ୍କ ସ୍ତ୍ରୀ ବି ଯିବାକୁ ଦେଇଥିଲେ, ସେ ବି ଚାଲି ଯାଇଥିଲେ। କିନ୍ତୁ ତାପରେ ପରେ ସେ ଆଉ ଫେରି ନଥିଲେ। ତାଙ୍କ ସ୍ତ୍ରୀ ତାଙ୍କ ମୋବାଇଲକୁ ଫୋନ କରିଥିଲେ, କିନ୍ତୁ ତାଙ୍କ ଫୋନ ଲାଗି ନଥିଲା। ପୁଣି ସେ ବାରମ୍ବାର ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କର କୌଣସି ମୋବାଇଲ ହିଁ ସୁଇଚ୍ ଅଫ୍ ଥିଲା। ତାପରେ ସେ ତାଙ୍କ ଉପରିସ୍ଥ ଅଧିକାରୀମାନଙ୍କ ପାଖକୁ ଯାଇ ଏକଥା ମଧ୍ୟ କହିଥିଲେ, କିନ୍ତୁ ସେ ତାଙ୍କର କିଛି ଖୋଜ ଖବର ପାଇନଥିଲେ। ଧୀରେ ଧୀରେ ରାତି ବଢ଼ୁଥାଏ, ସକାଳ ହେଲା, ପୁଣି ଖୋଜାଖୋଜି ଆରମ୍ଭ କଲେ। ମୋବାଇଲ ବାରମ୍ବାର ଟ୍ରାଏଲ କରୁଥିଲେ, କିନ୍ତୁ ତାଙ୍କର କିଛି ଖୋଜ ଖବର ପାଇନଥିଲେ। ବାଧ୍ୟ ହୋଇ ସେ କ'ଣ କଲେ ନା କିଛି ଉପରିସ୍ଥ ଅଧିକାରୀମାନଙ୍କୁ ସାଙ୍ଗରେ ନେଇ ସେ ଥାନାରେ ଏଫଆଇଆର ଲେଖିଥିଲେ। କିନ୍ତୁ ପୋଲିସ ବାବୁ ସେମାନେ ଏତେ ନେଇ ନଥିଲେ, ଗମ୍ଭୀର ଭାବରେ କେସଟିକୁ ନେଇ ନଥିଲେ। ତାପରେ ପାଖାପାଖି ଏଇଭଳି ଭାବରେ ସ୍ତ୍ରୀ ଖୋଜାଖୋଜି ଚାଲିଥାଏ। ତାଙ୍କ ଘରକୁ ଖବର ଯାଏ, ତାଙ୍କ ଘରୁ ବି ଲୋକ ଆସନ୍ତି। ତା ଯେଉଁ କଲୋନୀରେ ସେ ରହୁଥିଲା ଖୋଜାଖୋଜି କରନ୍ତି ଆଖପାଖ ସବୁଆଡ଼େ, କିନ୍ତୁ ପାଇନଥିଲେ। ପାଖାପାଖି 13 ଦିନ ବିତିଗଲା ପରେ ସେ ଯେଉଁ ଏୟାରଫୋର୍ସ କଲୋନୀରେ ରହୁଥିଲେ, ସେଇ କଲୋନୀରେ କିଛି ଷ୍ଟାଫଙ୍କ କମ୍ପ୍ଲେନ୍ କରିଥିଲେ ଯେ ଗୋଟେ ଘରୁ କିଛି ସ୍ମେଲ, ଅଜବ ପ୍ରକାର ସ୍ମେଲ ଆସୁଛି। ତେଣୁ ସେ ଫୋନ କରି ପୋଲିସକୁ ଜଣାଇଥିଲେ। ପୋଲିସ ସେ ଜାଗାକୁ ଆସିଥିଲା। ଆଉ ଆସି ଦେଖେ ତ ଗୋଟେ ପଲିଥିନରେ କିଛି ମାଂସ ଟୁକୁଡ଼ା ବନ୍ଧା ହେଇଅଛି, ସେ ଯାହାକି ପୁରା ଜୋର ସ୍ମେଲ କରୁଛି। ତେଣୁକରି ସେ ଏଇ ମାଂସ ଟୁକୁଡ଼ା କାହାର ଜାଣିବା ପାଇଁ ସେ ଡଗ୍ ସ୍କ୍ୱାଡକୁ ଡାକିଥିଲେ। ଆଉ ଡଗ୍ ସ୍କ୍ୱାଡ, ସାଇଣ୍ଟିଫିକ ଟିମ୍ ଏମିତି ସବୁ କିଛି ଆସିଲେ। ଡଗ୍ ସ୍କ୍ୱାଡର ଯେଉଁ ଡଗ୍ଟି କ'ଣ କରିଥିଲା, ସେ ମାଂସ ଟୁକୁଡ଼ାକୁ ଶୁଙ୍ଗି ଶୁଙ୍ଗି ଗୋଟେ ଫାଙ୍କା ଘରକୁ ଯାଇଥିଲେ, ରୁମକୁ ଯାଇ ପହଞ୍ଚିଥିଲେ। ଯେଉଁ ରୁମରେ କି କିଛି ଜଣେ ଉପରିସ୍ଥ ଅଧିକାରୀ ରହୁଥିଲେ। ସିଏ ଏଇ କିଛି ଦିନ ତଳେ, ପାଖାପାଖି 5-10 ଦିନ ତଳେ ସେ ସିଫ୍ଟ କରି ଯାଇଛନ୍ତି, ଅଲଗା ଏକ ରୁମକୁ ପଳେଇ ଯାଇଛନ୍ତି। ତେଣୁକରି ସେ ରୁମରେ ତାଲା ପଡ଼ିଥାଏ। ସେ ରୁମକୁ ଖୋଲି ସେ ଯେଉଁ ଉପରିସ୍ଥ ଅଧିକାରୀ ଜଣଙ୍କ ନାଁ ହେଉଛି ଶୈଲେଶ କୁମାର, ତାଙ୍କୁ ଡାକି ସେ ରୁମକୁ ଅନଲକ୍ କରିଥିଲେ। ଆଉ ତା ଭିତରେ ଯାଇ ଦେଖିଥିଲେ, ତା ଭିତରେ ଥିବା ଫ୍ରିଜରେ କିଛି ମାଂସ ଥିଲା, ପଲିଥିନରେ ବନ୍ଧା ହେଇ ବାକ୍ସରେ କିଛି ମାଂସ ବନ୍ଧା ହେଇଥିଲା, ଆଉ କିଛି ତାଙ୍କ ଆଲମାରିରେ ବନ୍ଧା ହେଇକି ଥିଲା। ଏମିତିକି 16ଟି ପଲିଥିନରେ ମାଂସ ଟୁକୁଡ଼ା ଗୁଡ଼ିକ ବନ୍ଧା ହେଇକି ଥିଲା। ଆଉ ଯେଉଁ ମାଂସ ଟୁକୁଡ଼ା ହେଉଛି କି ବିପିନ ଶୁକ୍ଲା। ଆଉ ଏ କଥା କାହାକୁ ଆଉ ଅଜଣା ନଥିଲା କି ଏଇମାନେ ହିଁ ଜାଣି ଶୁଣି ମିଳିମିଶି ଏହାର ହତ୍ୟା କରିଛନ୍ତି। ପୋଲିସ ଆଉ କାଳ ବିଳମ୍ବ ନ କରି ଏ ସ୍ୱାମୀ ସ୍ତ୍ରୀ 2 ଜଣଙ୍କୁ ଆରେଷ୍ଟ କରିଥିଲା।
ଆରେଷ୍ଟ କଲା ପରେ ଥାନାକୁ ନେଇଥିଲା ଆଉ ଥାନାରେ ଏମାନଙ୍କୁ ପଚରା ପଚରି ଆରମ୍ଭ କରିଦେଇଥିଲା। ପ୍ରଥମେ ପ୍ରଥମେ ସେମାନେ ତ କିଛି କହିବାକୁ ଚାହୁଁନଥିଲେ, ପରେ ପୁଲିସ ଫୋର୍ସ କରି ଯେତେବେଳେ ପଚାରିଥିଲା ସେମାନେ ମାନିଥିଲେ କି ହଁ ଏମାନେ ମିଶି ମର୍ଡର କରିଛନ୍ତି। ମର୍ଡର କରିବାର କାରଣ ହେଉଛି ଯାହା ଶୈଲେଶ କୁମାର କୁହେ କି ମୋ ସ୍ତ୍ରୀକୁ ସେ ସବୁବେଳେ ଅସଦାଚରଣ କରୁଥିଲା ଆଉ ମୋ ସ୍ତ୍ରୀ 8 ମାସର ଗର୍ଭବତୀ ହେବାର ମୁଖ୍ୟ କାରଣ ହେଉଛି ବିପିନ ଶୁକ୍ଲା। ଆଉ ସେହି କାରଣରୁ ମୁଁ ଆଉ ମୋ ଶଳା ଦୁହେଁ ମିଶି ତାକୁ ମାରିଛୁ। ଯେତେବେଳେ ତା ସ୍ତ୍ରୀକୁ ଟର୍ଚର କରାଯାଏ ପଚରାଯାଏ ସିଏ ସେତେବେଳେ କୁହେ କି ବିପିନ ଶୁକ୍ଲା ଆଉ ମୁଁ ଆମେ 2 ଜଣଙ୍କ ସହିତ ପ୍ରେମ ସମ୍ପର୍କ ଥିଲା, ଆମେ 2 ଜଣ ଶାରୀରିକ ସମ୍ପର୍କ ରଖୁଥିଲୁ ଆଉ ସେ ମୋତେ ବାହା ହେବେ ବୋଲି କଥା ଦେଇଥିଲେ, କିନ୍ତୁ ମୁଁ ଯେତେବେଳେ ମୋତେ 8 ମାସର ଗର୍ଭବତୀ କରିସାରିଲା ପରେ ମୁଁ ତାଙ୍କୁ ଯେତେବେଳେ ବାହା ହେବା କଥା କହିଲି ସେ ମୋତେ ମନା କଲେ ଆଉ ମୋତେ ବାରମ୍ବାର ଧମକେଇକି ସେ ମୋ ସହିତ ଶାରୀରିକ ସମ୍ପର୍କ କରୁଥିଲେ। ଯେତେବେଳେ ମୁଁ ପ୍ରେମରେ ସଫଳ ହେଲେନି ତେଣୁକରି ମୁଁ ମୋ ସ୍ୱାମୀଙ୍କ ପାଖରେ କହିଥିଲି କି ଇଏ ମୋ ସହିତ ଖରାପ ବ୍ୟବହାର କରୁଛି, ମୋତେ ସବୁବେଳେ ହଇରାଣ କରୁଛି, ମୋତେ ଟର୍ଚର କରୁଛି ଆଉ ଜବରଦସ୍ତି ସେ ମୋ ସହିତ ଶାରୀରିକ ସମ୍ପର୍କ ରଖି 8 ମାସ ଗର୍ଭବତୀ କରିଛି। ମୁଁ ଏକଥା କାହାରି ପାଖରେ କହିପାରୁନାହିଁ। ତେଣୁକରି ତା ସ୍ୱାମୀ ରାଗି ଯାଇଥିଲା, ତା ଶଳାକୁ ଡାକିଥିଲା ଆଉ 2 ଜଣ ମିଶି ପ୍ଲାନ୍ କରିଥିଲେ ଏହାର ମର୍ଡର କରିବା ପାଇଁ। ଆଉ ଶେଷରେ ୟାକୁ ଘରୁ ସିଫ୍ଟ ହେବା ବାହାନାରେ ଜିନିଷପତ୍ର ବୋହି ନେବା ବାହାନାରେ ଡାକିଥିଲେ ଆଉ ମନ୍ଦିରକୁ ଆସିବା ମିଛ କହି ସେ ଘରୁ ଆସିଥିଲା। ତାଙ୍କର ଜିନିଷପତ୍ର ଅଲଗା ରୁମକୁ ସିଫ୍ଟ କରିବା ପାଇଁ ଆସିଥିଲା ଆଉ ସେଇଠାରେ ଶଳା ଆଉ ଇଏ 2 ଜଣ ଶୈଲେଶ କୁମାର ମିଶି ତା ସ୍ତ୍ରୀ ମଧ୍ୟ ସହଯୋଗ କରିଥିଲା, ଏମାନେ ମିଳିମିଶି ମର୍ଡର କରିଥିଲେ। ଆଉ ମର୍ଡର କଲା ପରେ ତାର ମାଂସକୁ କେମିତି କ'ଣ ସିଫ୍ଟ କରିବେ କିଛି ବାଟ ପାଇନଥିଲେ, କାରଣ ଏୟାରପୋର୍ଟରେ ମାଂସ ବାହାରକୁ ଯିବା ବଡ଼ କାଠିକର ପାଠ। ତେଣୁକରି ସେମାନେ କ'ଣ କରିଥିଲେ ନା ଟୁକୁଡ଼ା ଟୁକୁଡ଼ା ମାଂସ କରି ତାକୁ କେମିତି ବାହାରକୁ ସପ୍ଲାଏ କରିଥାନ୍ତେ, ଅଳ୍ପ ଅଳ୍ପ ନେଇକି ବାହାରକୁ ପଠାଇ ଦେଇଥାନ୍ତେ, କିନ୍ତୁ ତାଙ୍କ ପ୍ଲାନ୍ରେ ସେମାନେ ସଫଳ ହୋଇପାରି ନଥିଲେ। ଏହି ସମୟରେ ପୋଲିସ ତାଙ୍କୁ ଧରି ନେଇଥିଲା। ୟାଙ୍କୁ ପ୍ରଥମେ ଯେଉଁ ତଳ କୋର୍ଟ ଏମାନଙ୍କୁ फांसी सजा शुणाइला शैलेश कुमार को आउ तार स्त्री की 5 वर्ष जेल, किंतु एमाने पुणी हाईकोर्ट रे अपील करथिले। हाईकोर्ट एमानन को आजीवन कारादंड आउ से माने फांसी दंड रु कोहल करी आजीवन कारादंड आउ ए जो गर्भवती महिला जन को तांको 5 वर्ष जेल रु तांको 6 मास जेल कर देथिला। किंतु ए परे एमाने पुणी सुप्रीम कोर्ट रे अपील करथिले, किंतु सुप्रीम कोर्ट को खारज कर देथिला। आउ जानू एभली किसी घटना कही आपण मानक व्यतिव्यस्त करबा मोर कोनोसी लक्ष्य नै, केवल सतर्क करबा और सजग करबा। जो मानक वीडियो पसंद आसिला लाइक शेयर सब्सक्राइब निश्चय करबा को अनुरोध करबी। रहूची नमस्कार, पुणी देखा हबो आ गोटे अलग वीडियो रे।